ମୁଖ୍ୟ ସଡ଼କଠାରୁ ପଶ୍ଚିମ ମୁହାଁ ହେଇ ଲମ୍ବି ଯାଇଛି ଗୋଟିଏ କଚ୍ଚା ସଡ଼କଟିଏ। ସଡ଼କର ଗୋଟିଏ ପଟେ ଚାଷ ଜମି ଏବଂ ଆରପଟଟି ଜ୍ୱର, ଯାହାକି ପାଖରେ ଥିବା ନଦୀ ସହ ଯୋଡ଼ି ହୋଇଅଛି। ସେହି ସଡ଼କ ଦେଇ କିଛି ମାଇଲ ଆଗକୁ ଗଲେ ପଡ଼ିବ ରଘୁନାଥପୁର। ଗାଁରେ ପ୍ରାୟ ସମସ୍ତେ ଅପାଠୁଆ, ଖେତିବାଡ଼ି କରି ପେଟ ପୋଷନ୍ତି। ସମସ୍ତେ ସମସ୍ତଙ୍କ ଦୁଃଖରେ, କାହା ସହିତ କାହାର ପାଟିତୁଣ୍ଡ ଝଗଡ଼ାଝାଟି ନାହିଁ। ସମସ୍ତେ ମିଳିମିଶି ହସ ଖୁସିରେ ଥାନ୍ତି। ଦିନକର ଘଟଣା, ବେହେରା ସାହିର ଫଗୁନି ହୁରି ପକେଇ ଡାକ ଛାଡ଼ିଲା, ତା ବାଡ଼ିରୁ କାଲି ରାତିରେ କିଏ କଦଳୀ ଚୋରି କରିଛି। ଧୀରେ ଧୀରେ କଥାଟି ଗାଁ ଏପଟ ମୁଣ୍ଡରୁ ସେପଟ ମୁଣ୍ଡକୁ ପହଞ୍ଚିଲା। ଶେଷରେ ଗାଁ ମୁଖିଆଙ୍କ ପାଖରେ ଏକଥା ପହଞ୍ଚିଲା। ଫଗୁନି ସନ୍ଧ୍ୟାବେଳକୁ 4-5 ଜଣ ଭଦ୍ରଲୋକଙ୍କୁ ଡକେଇଲା। ତା ଭିତରେ ଗାଁ ମୁଖିଆ ମଧ୍ୟ ଥାନ୍ତି। ମୁଖିଆ କହିଲେ, ତୋର କାହା ଉପରେ ସନ୍ଦେହ ହେଉଛି ଯଦି କହୁନୁ, ଆମେ ତାକୁ ଡାକି ପଚରା ଉଚରା କରିବା। ଫଗୁନି କହିଲା, ଶାନ୍ତେ, କାଲି ସନ୍ଧ୍ୟାବେଳେ ମୁଁ ଦୀପୁ ଆଉ ଶିପୁଙ୍କୁ ମୋ କଦଳୀ ବାଡ଼ି ପାଖରେ ଟହଲ ମାରୁଥିବାର ଦେଖିଥିଲି। ବୋଧେ ସେ ଦୁହେଁ ମୋ କଦଳୀ ଚୋରି କରିଛନ୍ତି। ମୁଖିଆ କହିଲେ, ହଉ ତେବେ ତାଙ୍କୁ ଡକାଯାଉ। ମୁଖିଆଙ୍କର ଗୋଟିଏ ବିଶ୍ୱସ୍ତ ଲୋକ ଦୀପୁ ଶିପୁଙ୍କୁ ଡାକିବାକୁ ତାଙ୍କ ଘରକୁ ଗଲା। ଦେଖିଲା କଦଳୀ କାନ୍ଦିଏ ଦୀପୁ ଘରେ ଥୁଆ ହେଇଛି। ତାପରେ ସେ ଦୀପୁ ଶିପୁଙ୍କୁ ସାଙ୍ଗରେ ଆଣିବା ସହ ମୁଖିଆଙ୍କୁ ଦୀପୁ ଘରେ ସେ କଦଳୀ କାନ୍ଦିଏ ଦେଖିଛି ବୋଲି କହିଲା। ଏଥର କଥାଟି ସ୍ପଷ୍ଟ ହେଇଗଲା ଯେ ଦୀପୁ ଶିପୁ ହିଁ କଦଳୀ ଚୋରି କରିଛନ୍ତି। ଶେଷରେ ଗାଁ ମୁଖିଆ ଦୀପୁ ଓ ଶିପୁଙ୍କୁ 500 ଟଙ୍କା ଜୋରିମାନା ସହ ଗୋଟିଏ ମାସ ଦୁହିଁଙ୍କୁ ଗାଁରୁ ବାସନ୍ଦ କଲେ। କାରଣ ଦୁହିଁଙ୍କ ଚୋରିରେ ଗାଁ ଲୋକେ ଅଥୟ ହେଇଯାଇଥିଲେ। ସେ ସବୁଦିନ କେଉଁଠୁ ନା କେଉଁଠୁ ଚୋରି କରୁଥିଲେ। ଅନ୍ୟ କିଛି ଖରାପ ଗୁଣ ନଥିଲା, ହେଲେ ଯଦି କେଉଁଦିନ କାହା ବାଡ଼ିରୁ କଦଳୀଟା ବାଇଗଣଟା ଚୋରି କରୁନଥିଲେ ତାଙ୍କ ଭାତ ହଜମ ହେଉନଥିଲା। ଦୁହିଁଙ୍କ ପରିବାର ବୋଲି କେହି ବି ନଥିଲେ। ଯାହା ହଉ ବାପ ଜେଜ ଅମଳରୁ ଖଣ୍ଡିଏ ଖଣ୍ଡିଏ ଜମି ଦୁହିଁଙ୍କ ନାଁରେ ଥିଲା। ତେଣୁ ତାକୁ ଭାଗ ଲଗାଇ ଆରାମରେ ଚଳୁଥିଲେ। କାମଧନ୍ଦା ବୋଲି କିଛି ବି କରୁନଥିଲେ, ଭେଣ୍ଡିଆ ହେଇ ବୁଲୁଥିଲେ। ଗାଁରୁ ବାସନ୍ଦ ହେବା ପରେ ତାଙ୍କ ଅକଲ ଆସିଲା। ଭାବିଲେ ଆଉ ଗାଁରେ ରହିବେନି, ସହରକୁ ଯାଇ କାମ କରିବେ। ହାତରେ କିଛି ପଇସା ଧରି ଗାଁକୁ ଫେରିବେ। ଏହା ଭାବି ସେ ସହରକୁ ଚାଲିଗଲେ। ସେଠି ମନ ଲଗାଇ କାମ କଲେ। ଦିନ କେଇଟା ଭିତରେ ଭଲ 2 ପଇସା ରୋଜଗାର କଲେ। ଏପଟେ ଗାଁ ଲୋକେ ଭାବୁଥାନ୍ତି ଯେ ଏମାନଙ୍କୁ ତ କେବଳ ଗୋଟିଏ ମାସ ଗାଁରୁ ବାସନ୍ଦ କରାଯାଇଥିଲା, ହେଲେ ଏମାନେ ଏତେ ଦିନ ହେବ ଗାଁକୁ ଫେରୁନାହାନ୍ତି କ'ଣ? ଦେଖୁ ଦେଖୁ 2 ବର୍ଷ ବିତିଗଲା। ଗାଁ ଲୋକଙ୍କ ମନରୁ ଦୁହିଁଙ୍କ ମୁହଁ ଲିଭିଗଲା। ଏହା ଭିତରେ ଦୁହେଁ ନିଜର ଗୋଟିଏ ବ୍ୟବସାୟ କରିଥିଲେ। ହାତରେ ଅନେକ ଟଙ୍କା। ଦିନେ ଶିପୁ ଦୀପୁକୁ କହିଲା, ଆମେ ଗାଁରୁ ଥରେ ବୁଲି ଆସିବା। ଆମର ତ ଆଉ ଗାଁରେ ରହିବାର ନାହିଁ। ଯେଉଁ ଜମି ଖଣ୍ଡେ ଖଣ୍ଡେ ଅଛି ତାକୁ ବିକ୍ରି କରିଦେଇ ଆସିବା ଏବଂ ସହରରେ ଆସି ଗୋଟିଏ ଘର କରିବା। ଦୀପୁକୁ ମଧ୍ୟ କଥାଟି ଠିକ୍ ଲାଗିଲା। ତେଣୁ ପରଦିନ ସେ ଦୁହେଁ ଗାଁ ଅଭିମୁଖେ ବାହାରିଲେ। ହେଲେ କିଏ ଜାଣିଥିଲା ଯେ ଦୀପୁର ଏହା ହେବ ତାର ଶେଷ ଯାତ୍ରା। କୁହାଯାଏ, ଯିଏ ଟଙ୍କାକୁ ଥରେ ଭଲ ପାଇଯାଏ ତାକୁ ଅନ୍ୟ ସମ୍ପର୍କ ସବୁ ତୁଚ୍ଛ ପରି ଲାଗେ। ଠିକ୍ ସେମିତି ଶିବୁକୁ ଟଙ୍କାର ମୋହ ଲାଗିଯାଇଥିଲା। ସେ କେବେଠୁ ଦୀପୁକୁ ମାରିବାକୁ ଯୋଜନା କରିସାରିଥିଲା। ହେଲେ ପ୍ରତିଥର ସେ ବିଫଳ ହେଉଥିଲା। କିନ୍ତୁ ଆଜି ଶିବୁ ପାଇଁ ପୁଣି ଥରେ ସେହି ସମୟ ଆସିଥିଲା। ଦୁହେଁ ଚାଲି ଚାଲି ଥକି ଯାଇଥିଲେ। ଗାଁ ଆଉ ଖଣ୍ଡେ ବାଟରେ ଥାଏ। ଶିବୁ କହିଲା, ଦୀପୁ, ଏଇଠି କିଛି ସମୟ ବିଶ୍ରାମ କରିନେବା। ଗାଁ ତ ଆଉ ଖଣ୍ଡେ ଦୂରରେ, ବ୍ୟସ୍ତ ହଅନା, ସଞ୍ଜ ବେଳକୁ ପହଞ୍ଚିଯିବା। ବହୁତ ବର୍ଷ ପରେ ଆମେ ଗାଁକୁ ଫେରୁଛନ୍ତି। ଗାଁର ପ୍ରତିଟି ଦୃଶ୍ୟକୁ ମନ ଭରି ଉପଭୋଗ କରିବା।
ଦୁହେଁ ଗାଁର ପୂର୍ବପଟେ ଗୋଟିଏ ବାଉଁଶ ଗଛ ମୂଳେ ବିଶ୍ରାମ କଲେ। ଯେଉଁ ପଟକୁ ଲୋକେ କମ୍ ଯିବା ଆସିବା କରନ୍ତି ସେହିପଟେ ନଈଟିଏ ମଧ୍ୟ ବହିଯାଇଛି। ସୂର୍ଯ୍ୟ ତାଙ୍କର ନାଲିଆ କିରଣ ଦେଇ ଫେରିଯିବାକୁ ବସିଥାନ୍ତି। ଶିବୁ ଦୀପୁକୁ କହିଲା, ଦୀପୁ, ଯଦି ମୁଁ ତତେ ଟଙ୍କା ଲୋଭରେ ଏଇଠି ମାରିଦିଏ ତେବେ ତୁ କ'ଣ କରିବୁ? ଦୀପୁ କହିଲା, ତୁ ଯଦି ମୋତେ ମାରିଦେବୁ ତେବେ ତୁ କ'ଣ ବଞ୍ଚି ରହିବୁ? ତୁ ବି ମରିବୁ। ଶିବୁ କହିଲା, ମୋତେ କିଏ ମାରିବ? ଦୀପୁ କହିଲା, ମୋତେ ତୁ ମାରିଛୁ ବୋଲି ଏ ବାଉଁଶ ପତର ସାକ୍ଷୀ ଦେବ, ତତେ ଫାଶୀ ହେବ। ଦୀପୁ ପାଟିରୁ ଏକଥା ସରିଛି କି ନାହିଁ, ଶିବୁ ସଙ୍ଗେ ସଙ୍ଗେ ଦୀପୁ ବେକକୁ ଜାବୁଡ଼ି ଧରିଲା। ଦେଖୁ ଦେଖୁ କିଛି ସମୟ ଭିତରେ ଦୀପୁ ସେଇଠି ଆଖି ବୁଜିଦେଲା। ତାପରେ ଶିବୁ ଦୀପୁର ମର ଶରୀରକୁ ନେଇ ନଈ ସୁଅରେ ଭସେଇ ଦେଲା। ତାପରେ ଆଉ ସେ ଗାଁକୁ ଫେରିଲା ନାହିଁ, ସିଧା ସହର ଅଭିମୁଖେ ଚାଲିଲା। ଯାହା ବି ନିଜର ଏବଂ ଦୀପୁର ଟଙ୍କା ପଇସା ଥିଲା ତାକୁ ସବୁ ଧରି ସେ ସବୁଦିନ ପାଇଁ ଗାଁକୁ ଫେରି ଆସିଲା। ଗାଁରେ ଆସି ଗୋଟିଏ ନୂଆ ଘର ତିଆରି କଲା ଏବଂ ବିବାହ କଲା। ଗାଁ ଲୋକେ ଯେବେ ବି ଶିବୁକୁ ଦୀପୁ ବିଷୟରେ ପଚାରନ୍ତି, ଶିବୁ କୁହେ ସେ ସହରରେ ରହି ନିଜ ବ୍ୟବସାୟ କରୁଛି ଏବଂ ସେଇଠି ଘର କରି ରହିଛି। ଦୀପୁ ଆଉ ଗାଁକୁ ଆସିବ ନାହିଁ। କିନ୍ତୁ ମୋତେ ସହର ଭଲ ଲାଗିଲାନି, ସେଥିପାଇଁ ମୁଁ ଗାଁକୁ ଚାଲି ଆସିଲି। ଦୀପୁର ଆଗ ପଛ ବୋଲି କେହି ନାହାନ୍ତି। କିଏ ବା ତା କଥା ପଚାରିବ କି ଜାଣିବାକୁ ଚାହିଁବ? ସେ ତ ଅନାଥ। ତେଣୁ ଶିବୁ ନିର୍ଭୟରେ ତା ପରିବାର ସହ ଖୁସିରେ ରହିଲା। ବେଳେବେଳେ ଦୀପୁ କଥା ମନେ ପଡ଼ିଲେ ଶିବୁ ସେହି ବାଉଁଶ ଗଛ ଆଡ଼କୁ ଅନାଇ ହସେ। ଭାବେ, ଆଜିକୁ ତ 5ରୁ 6 ବର୍ଷ ହେବାକୁ ବସିଲାଣି, କାହିଁ ବାଉଁଶ ପତର ତ ସାକ୍ଷୀ ଦେଇନି। ଦିନେ ଶିବୁର ସ୍ତ୍ରୀ ଶିବୁକୁ ପଚାରିଲା, ତମର କ'ଣ ହେଇଛି? ପ୍ରାୟ ସମୟରେ ମୁଁ ଦେଖୁଛି ତମେ ସେ ବାଉଁଶ ଗଛ ଆଡ଼କୁ ଅନେଇ ହସୁଛ। ଶିବୁ କହିଲା, ନାଇଁ କିଛି ନାହିଁ। ହେଲେ ତା ସ୍ତ୍ରୀ କହିଲା, ତମେ ମୋତେ କିଛି ଲୁଚଉଛ, ତମେ ମୋତେ କୁହ। ଶେଷରେ ଶିବୁ ସ୍ତ୍ରୀର ଜିଦ୍ ଆଗରେ ହାର ମାନିଲା ଏବଂ କହିଲା, ତମେ ମୋର ସ୍ତ୍ରୀ, ସେଥିପାଇଁ ମୁଁ ତୁମକୁ କହୁଛି। ହେଲେ ମନେ ରଖ, ଏକଥା ଆଉ ତୁମେ କାହାକୁ ବି କହିବନି। ତାପରେ ଶିବୁ ତା ସ୍ତ୍ରୀକୁ ସବୁ କଥା କହିଗଲା। ବେଙ୍ଗ ପେଟରେ ଯେମିତି ଘିଅ ହଜମ ହୁଏ ନା, ଠିକ୍ ସେମିତି ସ୍ତ୍ରୀ ଲୋକଙ୍କ ପେଟରେ କୌଣସି କଥା ଲୁଚି ରହେ ନା। ଦିନେ ଶିବୁର ସ୍ତ୍ରୀ ଏବଂ ତା ପାଖ ପଡ଼ୋଶୀ ଦୁହେଁ କଥାବାର୍ତ୍ତା ହେଉଥାନ୍ତି। ସେଦିନ ଦୀପୁ ଶିବୁର ପିଲାଦିନିଆ ଚୋରି ଏବଂ ଦୁହିଁଙ୍କ ସଙ୍ଗାତ ବିଷୟରେ ତାଙ୍କ ପଡ଼ୋଶୀ ଜଣକ ଶିବୁ ସ୍ତ୍ରୀକୁ କହୁଥାଏ। କଥା ଆଳରେ ଶିବୁର ସ୍ତ୍ରୀ ମଧ୍ୟ ଶିବୁ ଦୀପୁକୁ ମାରିଛି ବୋଲି କହିଦେଲା। ଶିବୁ ସ୍ତ୍ରୀ ଏକଥା କହିଦେଇ କହିଲା, ଭାଉଜ, ମୁଁ ତୁମକୁ ଏକଥା କହିଦେଲି, ହେଲେ ମୋ ରାଣ ତୁମେ ଆଉ କାହାକୁ ବି କହିବନି। ହେଲେ ସତ କ'ଣ କେବେ ଲୁଚି ରହିଲାଣି ନା ରହିବ? ଧୀରେ ଧୀରେ ଜଣଙ୍କ ପାଖରୁ ଆରମ୍ଭ କରି ଆଉ ଜଣେ ଜାଣିଲା। ଗାଁଟା ସାରା ଏ ବିଷୟରେ ହାଲ୍ଲା ହେଇଗଲା। ଶେଷରେ ପୋଲିସ କାନରେ ଏକଥା ପଡ଼ିଲା ଏବଂ ଶିବୁକୁ ଫାଶୀ ଦଣ୍ଡ ହେଲା।